ପ୍ରଥମା ଅଷ୍ଟମୀ ପ୍ରଥମ ସନ୍ତାନମାନଙ୍କ ପାଇଁ ପାଳନ ହୁଏ। ଆସନ୍ତୁ ଜାଣିବା ପ୍ରଥମା ଅଷ୍ଟମୀ ବିଷୟରେ। ମାର୍ଗଶିର ମାସ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀର ପର୍ବ ପାଳନ ହୋଇଥାଏ। ପ୍ରତ୍ୟେକ ଓଡ଼ିଆମାନଙ୍କ ପାଇଁ ଏହି ପର୍ବ ଏକ ନିଆରା ପର୍ବ ହୋଇଥାଏ। ବଡ଼ମାନଙ୍କ ଉଦ୍ଦେଶ୍ୟରେ ଏହି ଅଷ୍ଟମୀ ପର୍ବ ପାଳନ ହୋଇଥାଏ। ଚଳିତ ବର୍ଷ ପ୍ରଥମାଷ୍ଟମୀ ନଭେମ୍ବର 12 ତାରିଖରେ ପାଳନ କରାଯିବ। ବଡ଼ ଠାକୁର ଏହି ଅଷ୍ଟମୀରେ ପୋଢ଼ୁଆ ହୋଇଥାନ୍ତି। ଜଗନ୍ନାଥ ମାମୁଙ୍କ ଘରୁ ପୋଢ଼ୁଆ ଭାର ଆସିଥାଏ। ପ୍ରଭୁ ବଳଭଦ୍ର ପୋଢ଼ୁଆ ହୋଇଥାନ୍ତି। ଘରେ ଅଷ୍ଟମୀରେ ନୂଆ ବିରି ଚାଉଳରେ ଏଣ୍ଡୁରି ପିଠା ହୋଇଥାଏ। କ୍ଷୀରି ଆଦି ପ୍ରସ୍ତୁତ ହେଇ ଘରର ଠାକୁର ଏବଂ ଜ୍ୟେଷ୍ଠ ସନ୍ତାନମାନେ ପୋଢ଼ୁଆ ହୋଇଥାନ୍ତି। ଏହି ପ୍ରଥମାଷ୍ଟମୀରେ ଧାନ, ମୁଗ, ବିରି ସମସ୍ତ ପ୍ରକାର ଶସ୍ୟ ଅମଳ ହୋଇ ପୂଜା ହୋଇଥାନ୍ତି। ସମସ୍ତ ଦେବାଦେବୀମାନେ ପୋଢ଼ୁଆ ହୋଇଥାନ୍ତି। ପ୍ରଥମାଷ୍ଟମୀରେ ମାମୁଙ୍କ ଘରୁ ବଡ଼ ପିଲାମାନଙ୍କ ପାଇଁ ଅଷ୍ଟମୀ ଭାର ଆସିଥାଏ। ପୂଜା ପାଇଁ ଯାହା ଆବଶ୍ୟକୀୟ ଏବଂ ନୂଆ ବସ୍ତ୍ର ମଧ୍ୟ ଆସିଥାଏ। ମନ୍ଦିରରେ ପ୍ରଭୁ ବଳଭଦ୍ର ବଡ଼ ହୋଇଥିବାରୁ ପୋଢ଼ୁଆ ହୋଇଥାନ୍ତି ଏବଂ ଜଗନ୍ନାଥ ବଡ଼ ଭାଇଙ୍କଠାରୁ ସାନ ହୋଇଥିଲେ ମଧ୍ୟ ସେ ମଧ୍ୟ ପୋଢ଼ୁଆ ହୋଇଥାନ୍ତି। ସେହି ପରମ୍ପରା ଅନୁସାରେ ଘରେ ଜ୍ୟେଷ୍ଠ ପିଲାମାନଙ୍କ ତଳେ ଥିବା ସାନ ସନ୍ତାନ ମଧ୍ୟ ପୋଢ଼ୁଆ ହୋଇଥାଏ କିମ୍ବା ଘରେ 3 ଜଣ ସନ୍ତାନ ଥିଲେ ବଡ଼ ଏବଂ ମଝିଆ ସନ୍ତାନ ପୋଢ଼ୁଆ ହୋଇଥାନ୍ତି। ପ୍ରଥମାଷ୍ଟମୀ ଦିନ ଘରକୁ ଧୋଇ ସଫା କରି ଝୋଟି, ଚିତା, ମୁରୁଜ ପକାଇବେ। ଆମ୍ବର ତୋରଣ ବି ଦିଆଯାଏ। ପ୍ରଥମେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ। ତାପରେ କଳସ ପୂଜା କରି ତୁଳସୀଙ୍କ ପୂଜା ହୋଇଥାଏ। ଘର ଠାକୁର ପୋଢ଼ୁଆ ପରେ ସନ୍ତାନମାନଙ୍କୁ ପୂଜା କରି ପୋଢ଼ୁଆ କରାଯାଇଥାଏ। ଏହି ପ୍ରଥମାଷ୍ଟମୀରେ ହଳଦୀ ପତ୍ରରେ ଏଣ୍ଡୁରି ପିଠା ହୋଇଥାଏ ଏବଂ କ୍ଷୀରି ମଧ୍ୟ ହୋଇଥାଏ। ଠାକୁରଙ୍କ ପାଖରେ ଏଣ୍ଡୁରି ପିଠା, କ୍ଷୀରି ଭୋଗ ଲାଗିଥାଏ। ଏଣ୍ଡୁରି ପିଠା, କ୍ଷୀରି ଭୋଗ ଲଗାଇ ପୋଢ଼ୁଆ ହୋଇଥାନ୍ତି ଏବଂ ସନ୍ତାନମାନେ ମଧ୍ୟ ଏଣ୍ଡୁରି ପିଠା, କ୍ଷୀରି ଖାଇ ପୋଢ଼ୁଆ ହୋଇଥାନ୍ତି। ପ୍ରଥମାଷ୍ଟମୀରେ ହଳଦୀ ପତ୍ର ପିଠା ଅର୍ଥାତ୍ ଏଣ୍ଡୁରି ପିଠାରେ ନଡ଼ିଆ ପକାଇ ପୁର ଦେବା ଉଚିତ ନୁହେଁ କି ଠାକୁରଙ୍କ ପାଖରେ ଏହି ଦିନ ନଡ଼ିଆ ଭୋଗ ଲାଗିବା ଉଚିତ ନୁହେଁ। ବ୍ରହ୍ମ ପୁରାଣ ଅନୁସାରେ ଅଷ୍ଟମୀ ତିଥିରେ ନଡ଼ିଆ ଖାଇଲେ ଏହା ଗୋମାଂସ ସହିତ ସମାନ ହୋଇଥାଏ। ନଡ଼ିଆ ଏହି ଦିନ ଖାଇବା କିମ୍ବା ପୂଜା କରିବା ଉଚିତ ନୁହେଁ। ଅନ୍ୟ ଦିନରେ ପୂଜା ହୋଇଥାଏ, ନଡ଼ିଆ ଭୋଗ ଲାଗିଥାଏ, କିନ୍ତୁ ପ୍ରଥମାଷ୍ଟମୀରେ ନଡ଼ିଆ ବର୍ଜନ ଅଟେ। ଏଣ୍ଡୁରି ପିଠା ଆପଣ ବିନା ପୁରରେ କରିପାରିବେ କିମ୍ବା ଛେନା, ଗୁଡ଼, ଅଳେଇଚ, ଗୁଜୁରାତି ପକାଇ କରିପାରିବେ। ଘରେ ସମସ୍ତ ଦେବାଦେବୀଙ୍କୁ, କଳସଙ୍କୁ ଏବଂ ମା ବୃନ୍ଦାବତୀଙ୍କୁ ନୂଆ ବସ୍ତ୍ର ଦେଇ ପୋଢ଼ୁଆ କରିବା ଉଚିତ। ଘର ଠାକୁରଙ୍କୁ ଅଷ୍ଟମୀ ଦିନରେ ହଳଦୀ, ଗଙ୍ଗାଜଳ, ଅଗୁରୁ, କର୍ପୂର ଇତ୍ୟାଦି ପାଣିରେ ପକାଇ ସ୍ନାନ କରାଇବା ଉଚିତ। ଯଦି ବସ୍ତ୍ର ଦେବା ସମ୍ଭବ ନୁହେଁ ତାହେଲେ ଗୋଟିଏ ନୂଆ ରକ୍ଷା ସୂତା ଭଗବାନଙ୍କୁ ଅର୍ପଣ କରିପାରିବେ। ଯେଉଁମାନେ ପ୍ରଥମ ଥର ପାଇଁ ପୋଢ଼ୁଆ ହେବେ ସେମାନେ ଅଷ୍ଟମୀ ପୂର୍ବ ଦିନ ଗ୍ରାମ ଦେବତୀଙ୍କ ପାଖକୁ ସ୍ନାନ ପାଇଁ ଜିନିଷ, ନୂଆ ବସ୍ତ୍ର, ଭୋଗ ସାମଗ୍ରୀ ପଠାଇବା ଉଚିତ। ଗ୍ରାମ ଦେବୀଙ୍କ ପାଖରୁ ସ୍ନାନ ଜଳ ଆସିଲେ ପିଲାମାନଙ୍କୁ ହଳଦୀ ଲଗାଇ ଗାଧୋଇ ଦେବା ଉଚିତ। ଯଦି କାହାର ମାସିକ ଧର୍ମ ହୋଇଥାଏ ଏବଂ ଘରେ ଆଉ କେହି ମଧ୍ୟ ପୂଜା କରିବା ପାଇଁ ନାହାନ୍ତି, ବାହାର ଘରେ ଅନ୍ୟ କୌଣସି ପୁରୁଷମାନେ ମନ୍ଦିରକୁ ଭୋଗ, ମିଠା, ଫଳ, ବସ୍ତ୍ର ପଠାଇ ଠାକୁରଙ୍କୁ ପୋଢ଼ୁଆ କରିପାରିବେ। ପିଲାମାନଙ୍କୁ ସେହି ଭୋଗ ଖାଇବାକୁ ଦେଇ ତାଙ୍କୁ ପୋଢ଼ୁଆ କରିପାରିବେ। ଘରେ ପ୍ରଥମାଷ୍ଟମୀରେ ସବୁ ଠାକୁରଙ୍କର ବିଶେଷ ପୂଜା ହୋଇଥାଏ। ମା ଲକ୍ଷ୍ମୀଙ୍କୁ ମଧ୍ୟ ବିଶେଷ ପୂଜା କରାଯାଇଥାଏ। ପ୍ରଥମେ କଳସ ପୂଜା ପାଇଁ ଚିତା ପକାଇବେ। ତାପରେ ମାଟି ରଖି ଧଳା ଧାନ କିମ୍ବା ଅରୁଆ ଚାଉଳ ରଖିବେ। ମାଟି, ତମ୍ବା କିମ୍ବା ପିତ୍ତଳର କଳସ ବସାଇବେ। ଯଦି ବାସି ପାଣି ଥାଏ ପ୍ରଥମେ ଗଙ୍ଗା ଜଳ କଳସରେ ରଖି ପାଣି ଦେବେ। କଳସ ଭିତରେ ରୂପା, ତମ୍ବା କିମ୍ବା ସୁନାର କିଛି ଧାତୁ ପକାଇବେ। କଳସ ଉପରେ ପଇଡ଼ କିମ୍ବା ଏକ ଗୁଆ ରଖିବେ। ଫୁଲ, ବରକୋଳି ପତ୍ର, ଦୁବ ରଖି
ପଇତା ପକାଇବେ ଏବଂ ନୂଆ ବସ୍ତ୍ର କିମ୍ବା ନୂଆ ସୂତାଟିଏ ଦେଇ ସିନ୍ଦୂର ଚନ୍ଦନ ଲଗାଇବେ। ଦୀପ ଧୂପ ଜାଳି ଭୋଗ ଲଗାଇ ପୂଜା କରିବେ। ପଞ୍ଚଦେବତାଙ୍କୁ ଆବାହନ କରି ତାପରେ ଘର ଠାକୁରଙ୍କୁ ପୋଢ଼ୁଆଁ କରିବେ। ପରେ ପିଲାମାନଙ୍କ ପାଇଁ ଏକ ଥାଳି ପ୍ରସ୍ତୁତ କରିବେ। ପିତ୍ତଳ ଥାଳିରେ ସିନ୍ଦୂର ଚନ୍ଦନ, ଅରୁଆ ଚାଉଳ, ଫୁଲ, ଧୂପ, ବରକୋଳି ପତ୍ର, ହଳଦୀ ପତ୍ର ପିଠା ବା ଏଣ୍ଡୁରି ପିଠା ରଖିବେ। ପିଲାମାନଙ୍କୁ ପୂଜା କରି ପିଠା ଖାଇବାକୁ ଦେବେ। କାନରେ ଏକ ଫୁଲ ଖୋସିଦେବେ। ତାଙ୍କୁ ବନ୍ଦାଇ ଦେବେ। ଠାକୁରଙ୍କୁ ବନ୍ଦାଇଥିବା ଦୀପରେ ପିଲାମାନଙ୍କୁ ନ ବନ୍ଦାଇ ଏକ ଅଲଗା ଦୀପରେ ସନ୍ତାନକୁ ବନ୍ଦାଇ ଦେବେ। ସନ୍ତାନମାନଙ୍କ ନୂଆ ପୋଷାକରେ ଟିକେ ହଳଦୀ ଲଗାଇ ମା ତୁଳସୀ ଘରର ସବୁ ଦେବାଦେବୀଙ୍କୁ ସ୍ପର୍ଶ କରାଇ ପିଲାମାନଙ୍କୁ ପିନ୍ଧିବାକୁ ଦେବେ। ନୂଆ ପୋଷାକ ପିନ୍ଧିବା ପରେ ପିଲାମାନେ ଠାକୁରଙ୍କୁ, ବୃନ୍ଦାବତୀଙ୍କୁ, କଳସଙ୍କୁ ଏବଂ ପରେ ଘରର ଅନ୍ୟ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ଉଚିତ। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ଏଥିପାଇଁ ପୋଢ଼ୁଆଁ କରାଯାଏ କି ସେମାନେ ଆଗକୁ ବଡ଼ ହୋଇ ଅନେକ ଦାୟିତ୍ୱ ସମ୍ଭାଳିବେ। ଗୋଟିଏ ଘରର ବଡ଼ ପୁଅ ଏବଂ ଘରର ଝିଅର ଦାୟିତ୍ୱ ଅଧିକ। ଯଦି ସନ୍ତାନମାନେ ବାହାରେ ରହୁଛନ୍ତି କିମ୍ବା ହଷ୍ଟେଲରେ ରୁହନ୍ତି, ତାହେଲେ ମା ଘରେ କଳସ ବସାଇ ପିଲାମାନଙ୍କ ନାମରେ ପୂଜା କରିପାରିବେ।